ମାଛ ତରକାରୀକୁ ସାଇଟ୍ କରି ଏମିତି ଯଦି କଦଳୀ ବେସର ଦିଆ ବନେଇବେ ତାହେଲେ ଆପଣ ମାଛକୁ ବାଦ ଦେଇକି ଏଇ ତରକାରୀ କି ପ୍ରଥମେ ଆପଣ ଚୁଜ୍ କରିବେ। ନମସ୍କାର, ଲିପା କିଚେନରେ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଏହି ରେସିପିଟି ଯଦି ଆପଣଙ୍କୁ ଭଲ ଲାଗେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଫେସବୁକ୍ ପେଜ୍ ଦେଖୁଥିଲେ ଫଲୋ କରିବେ। ତାହେଲେ ଚାଲନ୍ତୁ ଆଉ ଡେରି ନ କରି ଆଜିର ରେସିପି ଷ୍ଟାର୍ଟ କରିବା। ଆମେ ଏହି ରେସିପି ଷ୍ଟାର୍ଟ କରିବା ପୂର୍ବରୁ ପ୍ରଥମେ କିଛି ପାତ୍ରରେ ପାଣି ନେବା ଆଉ ସେଥିରେ ହଳଦୀ ଗୁଣ୍ଡ ପକାଇକି ମୁଁ ଏଠି 2ଟା କଦଳୀ ନେଇଛି। ଏଇ କଦଳୀକୁ ଆମେ ଲାଞ୍ଜ ଆଉ ମୁଣ୍ଡକୁ କାଟିକି ଚୋପା ଛଡ଼େଇକି ଏଇ ପାଣିରେ ଆମେ ହେଉଛି ସବୁ ଆଡ୍ କରିବା। ଯେହେତୁ ମୁଁ ଏଠି ବଡ଼ କଦଳୀ ନେଇଛି ତେଣୁ ମଝିରୁ ମୁଁ ଏଠି କାଟି ଦେଇଛି। କାଟି ଦେଇକି ଆମେ କ'ଣ କରିବା ନା ଚୋପାକୁ ଭଲସେ ଛଡ଼େଇ ନେବା। ଆପଣ ଯେକୌଣସି ଛୁରୀ ପନିକି ଆପଣଙ୍କୁ ଯେଉଁଥିରେ ସୁବିଧା ହେବ ସେଥିରେ ଆପଣ ହେଉଛି ଚୋପାକୁ ହେଉଛି ବଢ଼ିଆ ସେ ଛଡ଼େଇ ନେବେ। ଆଉ ଛଡ଼େଇ ସାରିଲା ପରେ ଆପଣ ସଙ୍ଗେ ସଙ୍ଗେ ଏଇ ହଳଦୀ ମିଶା ପାଣିରେ ପକାଇବେ, ଯେଉଁଦ୍ୱାରା କଦଳୀ ଆମର କଳା ପଡ଼ିବନି, ଏକଦମ ବଢ଼ିଆ ସେ ରହିବ, ଏକଦମ ପୁରା ଧଳା ଧଳା ରହିବ। ଆଉ ଏଇ କଦଳୀକୁ ଆମେ ଚୋପା ଛଡ଼େଇ ସାରିଲା ପରେ ଆମେ କ'ଣ କରିବା ନା ତାକୁ ହେଉଛି ମଝିରୁ ଆମେ ତାକୁ କ'ଣ କରିବା ନା 4 ପିସ୍ ପାଖାପାଖି ହେଉଛି ଆମେ ହେଉଛି କାଟି ନେବା। ଦେଖନ୍ତୁ ମୁଁ ଏଠି ସବୁ ହେଉଛି ଚୋପା ଛଡ଼େଇ ନେଇଛି। ଚୋପା ଛଡ଼େଇ ସାରିଲା ପରେ ଆମେ ତାକୁ 4 ପିସ୍ କରିକି ହେଉଛି କାଟି ନେବା। ଏକଦମ ବେଶୀ ପତଳା ନୁହେଁ କି ମାନେ ମୋଟା ନୁହେଁ, ମିଡ଼ିୟମ୍ ସାଇଜ୍ କରିକି ଆମେ ହେଉଛି 4 ପିସ୍ କରିକି ଏମିତି ବଡ଼ ବଡ଼ ପିସେସ୍ରେ ହେଉଛି କାଟି ନେବା। କାଟି ନେଇକି ଆମେ ତାକୁ ହଳଦୀ ପାଣିରେ ପକାଇଦେବା। କଦଳୀ ଆପଣ ଆଗରୁ କେତେ ପ୍ରକାର ରେସିପି ବନେଇଥିବେ, କିନ୍ତୁ କଦଳୀରେ ଏଇଭଳିଆ ରେସିପି ଥରେ ବନେଇଲେ ନା ସ୍ୱାଦ ଏକଦମ ନିଆରା ରହିବ। ଆଉ ବାର ବାର ଏମିତି ହିଁ କଦଳୀକୁ ବନେଇ ଖାଇବା ପାଇଁ ହେଉଛି ଚାହିଁବେ। ଦେଖନ୍ତୁ ଏଠି ମୁଁ ସବୁ କଦଳୀକି ହେଉଛି କାଟି ନେଇଛି। ଆଉ କାଟି ସାରିଲା ପରେ ମୁଁ ଏଠି କଡ଼େଇରେ କିଛି ତେଲ ଦେଇଦେଇଛି। ତେଲ ଦେଇଦେଇକି ଆମେ କ'ଣ କରିବା ନା କଦଳୀକି ଯେଉଁ ଆମେ ସବୁ କାଟିକି ରଖିଥିଲେ ହଳଦୀ ପାଣିରେ ବୁଡ଼େଇକି ଆମେ ଏଥିରେ ସବୁ ହେଉଛି ଆଡ୍ କରିନେବା। ଆଉ 2-3 ମିନିଟ୍ ପର୍ଯ୍ୟନ୍ତ ଲୁଣ ହଳଦୀ ଦେଇକି ତାକୁ ଆମେ ହେଉଛି ବଢ଼ିଆ ସେ ଭାଜି ନେବା, ଯେମିତି ଉପରୁ ଟିକେ କ୍ରିପ୍ସି ହେଇଯିବ। ଆଉ କଦଳୀ ମଧ୍ୟ ଆମର ହେଉଛି 60ରୁ 70% ଭଳିଆ ହେଉଛି ସିଝିଯିବ। ଏମିତି ଆପଣ କହିବେ ପାଣିରେ ସିଝେଇଥିଲେ ଅସୁବିଧା କ'ଣ? ପାଣିରେ ସିଝେଇକି ରାନ୍ଧିବା ଆଉ ଏମିତି ତେଲରେ ଟିକେ ଭାଜିକି ମାନେ ରାନ୍ଧିବାର ସ୍ୱାଦ ଏକଦମ ପୁରା ବହୁତ ବଢ଼ିଆ ରହିବ। ଆଉ ଏକଦମ ଏମିତି ତେଲରେ ଭାଜିକି ରାନ୍ଧିଲେ ନା ସ୍ୱାଦ ଏକଦମ ପୁରା ବହୁତ ବଢ଼ିଆ ରହିବ। ନିଶ୍ଚିତ ଭାବେ ଥରେ ଟ୍ରାଏ କରନ୍ତୁ, ଦେଖିବେ ଆପଣଙ୍କୁ ସ୍ୱାଦ ନିଶ୍ଚିତ ଭାବେ ନିଆରା ଲାଗିବ। ଦେଖନ୍ତୁ ଏଠି କଦଳୀ ଭଜା ଆମର ହେଇଯାଇଛି। ଏଥର ଆମେ ତାକୁ ବାହାର କରିନେବା। ଆଉ ସେଇ କଡ଼େଇରେ ଯେଉଁ ଟିକେ ଟିକେ ତେଲ ଅଛି ସେଇ ତେଲରେ ଆଉ ତେଲ ନ ଦେଇକି ଟିକେ ଲୁଣ ହଳଦୀ ଦେଇକି ଆଳୁ ମୁଁ ଏଠି ମିଡ଼ିୟମ୍ ସାଇଜ୍ର 2ଟା ଆଳୁକୁ ହେଉଛି କାଟିଥିଲି, ଏକଦମ ବଡ଼ ବଡ଼ ପିସେସ୍ କରିକି ତାକୁ ହେଉଛି ଆମେ ଭାଜି ନେବା ମିଡ଼ିୟମ୍ ଫ୍ଲେମ୍ରେ। ଆଉ ତା ସହିତ ଆମେ ଏଠି ଗୋଟେ ମସଲା ପ୍ରସ୍ତୁତ କରିବା। ମୁଁ ଏଠି 2 ଚାମଚ ଦେଇଛି କଳା ସୋରିଷ, 1 ଚାମଚ ଜିରା, ଆଉ ମାନେ ଟିକେ ହେଉଛି ନଡ଼ିଆ କୋରା, ଆଉ 1 ଛୋଟ ଚାମଚ ହେଉଛି ବାଦାମ। ଏଇସବୁ ଆମେ ଶୁଖିଲା ଏମିତି ଗ୍ରାଇଣ୍ଡିଙ୍ଗ କରିଦେବା। ଆଉ ଟିକେ ଗ୍ରାଇଣ୍ଡିଙ୍ଗ ହେଇଗଲା ପରେ ଆମେ ତାପରେ ପାଣି ଦେଇକି ଗ୍ରାଇଣ୍ଡିଙ୍ଗ କରି ଆଣିବା। ବଢ଼ିଆ ସେ ଏକଦମ ପୁରା ଚିକଣିଆ ହେଇକି ବାଟି ହେବ। ଦେଖନ୍ତୁ ଏଠି ମସଲା ବଟା ହେଇଯାଇଛି, ତା ଭିତରେ ଆମର ଆଳୁ ଭଜା ମଧ୍ୟ ହେଇଯାଇଛି। ଯେତିକି ତେଲ ଥିଲା ସେତିକି ତେଲରେ ଆମର ବଢ଼ିଆ ସେ ଆଳୁ ମଧ୍ୟ ଭାଜି ହେଇଛି। ଆଳୁ ମଧ୍ୟ 50ରୁ 60% ଭଳିଆ ସିଝି ଯାଇଛି। ତା ସହିତ ଆମେ ଦେଇଦେବା 2 ଚାମଚ ତେଲ, 1 ଚାମଚ ଦେଇଦେବା କଳା ଜିରା, ଟିକେ ଶୁଖିଲା ଲଙ୍କା, ଆଉ 2ଟା ହେଉଛି ଟମାଟୋକୁ କାଟି ଆମେ ଏଥର ତେଲରେ ଟିକେ ଟମାଟୋ ତେଲ ସହିତ ଟିକେ ସମୟ ଭାଜି ସାରିଲେଣି, ମାନେ 30-40 ସେକେଣ୍ଡ ଭଳିଆ ଭାଜି ଦେଲେଣି। ଏଥର ଆମେ କ'ଣ କରିବା ନା ଆମେ ଯେଉଁ ଗ୍ରାଇଣ୍ଡିଙ୍ଗ କରି ରଖିଥିଲେ ବେସର ମସଲାକୁ, ଏଇ ବେସର ମସଲାକୁ ଏଥର ଆମେ ହେଉଛି ଆଡ୍ କରିବା। ବେସର ମସଲାକୁ ଦେଇ ସାରିଲା ପରେ ଆମେ ଟିକେ ପାଣି ଧୋଇ ଦେଇକି ଜାରକୁ ଟିକେ ପାଣି ଦେଇଦେବା। ଆଉ ଗ୍ୟାସର ଫ୍ଲେମ୍ ଏକଦମ ପୁରା ହାଇ କରିକି ଆମେ ହେଉଛି ଏହି ମସଲାକୁ ହେଉଛି କଷିବା। ତାପରେ ଆମେ ସ୍ୱାଦ ଅନୁଯାୟୀ ଲୁଣ ଦେଇଦେବା। ଯେହେତୁ ଆମେ ଭାଜିଲା ବେଳେ ଲୁଣ ହଳଦୀ ଦେଇଥିଲେ ତେଣୁ ଏଠି ଅଳ୍ପ ଟିକେ ଲୁଣ ହଳଦୀ ଆଉ କଲର ଲଙ୍କା ଗୁଣ୍ଡ ଟିକେ ଦେଇଦେବା। ଆଉ ଟିକେ ଗରମ ମସଲା ଦେଇଦେବା, ଟିକେ ଜିରା ଗୁଣ୍ଡ ଦେଇଦେବା। ବାସ୍ ଏତିକି ମସଲା ଦେଇକି ଆମେ ହେଉଛି ଗ୍ୟାସର ଫ୍ଲେମ୍କୁ ମିଡ଼ିୟମକୁ ନେଇ ଆସିବା। ମିଡ଼ିୟମକୁ ନେଇ ଆସିକି ଆମେ ତାକୁ ହେଉଛି 2-3 ମିନିଟ୍ ଖଣ୍ଡେ ହେଉଛି ଟିକେ କଷି ନେବା। 2-3 ମିନିଟ୍ ପରେ ଟିକେ लो ଫ୍ଲେମ୍ କରିଦେବା। ଆଉ ତାକୁ ଆମେ ଘୋଡ଼େଇ ନେବା 1 ମିନିଟ୍ରୁ 2 ମିନିଟ୍। 1-2 ମିନିଟ୍ ଭିତରେ ମସଲା ଏକଦମ ପୁରା ଆମର କଷି ହେଇଛି, ତେଲ ଉପରକୁ ଚାଲି ଆସିଛି, ଆଉ ବହୁତ ବଢ଼ିଆ ବାସ୍ନା ମଧ୍ୟ ଆସିଗଲାଣି। ଏଥର ଆମେ ଆଉ ଟିକେ ମସଲାକୁ ହେଉଛି ଖୋଲା କରିକି ଆମେ ତାକୁ ଏମିତି ଟିକେ ହେଉଛି ମସଲାକୁ କଷି ନେବା। ଏଇ ପ୍ରୋସେସରେ ଯଦି କଦଳୀକୁ ଏମିତି ବନେଇବେ ନା ସ୍ୱାଦ ଏକଦମ ପୁରା ନିଆରା ରହିବ। ଦେଖନ୍ତୁ ଏଠି ମସଲା ଆମର ପୁରା ପରଫେକ୍ଟ କଷି ହେଇଗଲାଣି। ଏଥର ଆମେ ଭାଜି ରଖିଥିବା ଆଳୁ ଆଉ କଦଳୀକୁ ଦେଇଦେବା। ଆଉ କେବଳ କିଛି ସେକେଣ୍ଡ ପାଇଁ ଆମେ ମସଲା ସହିତ କଦଳୀ ଆଳୁକୁ ଆମେ ଟିକେ ହେଉଛି ଗୋଳେଇ ନେବା।
देखो ये गुड़े सारापर आम ये झोल रखा ना से आम गरम पानी दबा ठंडा पानी जमा भी देवेनि गरम पानी देवे बहुत सुंदर स्वाद बहुत टेस्ट लगे। देखो ये मुझे पानी दे सारापर जदि आप अधिक पानी रखापी चाहूबे ताले आउ टिके अधिक पानी देवे एसबू पानी की दे सारापर आम एथर कभर करनबा आ मीडियम रे रखिकी छाड़ीदबा 2 ରୁ 3 मिनिट 3 मिनिट पर आम हूँ कौन करवा ना जिते आमर आलू आ कदली पूरा एकदम बढ़िया से सीझीज से आम गोटे हूँ फाड़ आंबुल को देदेबा स्वाद एकदम पूरा बहुत बढ़िया रहिबो। देखंतु एठी आउ 2 मिनिट फुटिला परे तरकारी ग्रेवी देखंतु केते सुंदर आसी जाइए एकदम पूरा बहुत बढ़िया ये बासना बहुत बढ़िया आछि। देखंतु झोल एकदम पूरा आमर बहलिया हो जाइए। एथर आम कौन करवा गैस को हूँ एकदम पूरा लू करदबा आ किछि कटा धनिया पत्र दे देकी ताको भलसे मिसेदबा आ एथर आम मिसे साइला परे गैस को बंद करदबा बंद करके आम एथर ताको कौन करबा ना प्लेट को सर्व करनबा। या भात रुटी सहित आप खाईपारे स्वाद बहुत बढ़िया रहिबो। पूजा दिन मानक खाईपारे आगु आसी नवरात्रि नवरात्रि एमती बनईकी खाईपारे बहुत बढ़िया रहिबो। देखंतु तरकारी स्वाद देखंतु केते सुंदर रही जेहेतु बिना पियाज रसुन रे आपण एको बनई पारे जेते बेले चाहिए सेते बनै पारे। एई रेसिपी केमती लागला कमेंट लिखिबाकू